ପିଲାମାନେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ଏକ୍ଜାମ ଦେଲା ପରେ ତୁମେ ସିଲେକ୍ସନ୍ ହେଲା ପରେ ତୁମ ମନ ଭିତରେ ବହୁତ କିଛି କୋଶ୍ଚିନ୍ ଗୁଡ଼ାକ ଆସୁଥିବ। ଯେମିତିକି ଆମେ କେଉଁ ଡକୁମେଣ୍ଟ ନଥିଲେ ଆମକୁ ଟଙ୍କା ମିଳିବ ନାହିଁ, କାହା ପାଖରେ ଡକୁମେଣ୍ଟ ଗୁଡ଼ିକ ଆମେ ସବମିଟ୍ କରିବା ଓ ସିଲେକ୍ସନ୍ ଲିଷ୍ଟ ଆମେ କେଉଁଠି ମିଳିବ ଆଉ କେଉଁ ଡକୁମେଣ୍ଟ ଆମକୁ ଦରକାର ସିଲେକ୍ସନ୍ ହେଲା ପରେ। ଏସବୁ ଗୁଡ଼ିକ ଯେତେବେଳେ କୋଶ୍ଚିନ୍ ତୁମ ମନରେ ଆସୁଛି ପିଲାମାନେ, ଏଇସବୁ କୋଶ୍ଚିନ୍କୁ ଆଜି ଆମେ ସର୍ଟ ଆଉଟ୍ କରିବା, କ୍ଲିୟର କରିବା। ପିଲାମାନେ ଆଶା କରୁଛି ସମସ୍ତେ ଏକ୍ଜାମ ଦେଇ ରିଜଲ୍ଟ ସମସ୍ତଙ୍କ ଭଲ ହେଇଥିବ ଆଉ ସିଲେକ୍ସନ୍ ମଧ୍ୟ ସମସ୍ତେ ହେଇଥିବେ। ପିଲାମାନେ ସମସ୍ତଙ୍କୁ ସାଟିସ୍ଫାଏ ଲର୍ଣ୍ଣିଂରେ ଆପଣମାନଙ୍କୁ ସ୍ୱାଗତ। ଏହି ଚ୍ୟାନେଲରେ ସବୁ ପ୍ରକାର କ୍ଲାसेସ୍ ହେଉଛି ଫ୍ରିରେ, କ୍ଲାସ୍ 9 ଟୁ କ୍ଲାସ୍ 10 ଯାଏ। ତୁମେମାନେ କୌଣସି ଟ୍ୟୁସନ୍ ବ୍ୟାଚ୍ରେ ଜଏନ୍ କରିବାକୁ ପଡ଼ିବ ନାହିଁ। ପିଲାମାନେ ଫ୍ରିରେ କୋର୍ସ ସବୁ ଗୁଡ଼ିକ ନୋଟ୍ ଗୁଡ଼ିକ ଉପଲବ୍ଧ ଅଛି ଏ ଚ୍ୟାନେଲରେ। ତେଣୁକରି ପିଲାମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ଲାଇକ୍ କରିବେ ଓ ସେୟାର କରିବେ ତୁମମାନଙ୍କ ସାଙ୍ଗମାନଙ୍କ, ସେମାନେ ମଧ୍ୟ ଏହି ଚ୍ୟାନେଲ ପାଇଁ ଉପକୃତ ହେଇପାରିବେ ଆଉ ସୁବିଧା ପାଇପାରିବେ ସବୁ ଗୁଡ଼ିକ। ତୁମର ରହିଲା ପିଲାମାନେ ପ୍ରଶ୍ନ କୋଶ୍ଚିନ୍ ଗୁଡ଼ିକ ରହିଲା। ଫାର୍ଷ୍ଟ କୋଶ୍ଚିନ୍ ରହିଲା ତୁମର ଯେମିତିକି କେଉଁ ଡକୁମେଣ୍ଟ ନଥିଲେ ଟଙ୍କା ମିଳିବ ନାହିଁ। ଯଦି ତୁମ ପାଖରେ ପିଲାମାନେ ଆଧାର କାର୍ଡ଼ ନାହିଁ, ତୁମ ପାଖରେ ଯଦି ବ୍ୟାଙ୍କ ଆକାଉଣ୍ଟ ନାହିଁ କିମ୍ବା ତୁମ ପାଖରେ ଯଦି କାଷ୍ଟ ସାର୍ଟିଫିକେଟ୍ ନାହିଁ, ତାହେଲେ ତୁମକୁ କୌଣସି ଟଙ୍କା ମିଳିବ ନାହିଁ। ତେଣୁକରି ତୁମେ ଏହିସବୁ ଡକୁମେଣ୍ଟ ପିଲାମାନେ କରିନିଅ ଆଉ ସବୁ କରିକି ଦେବେ ସ୍କୁଲରେ। ତାହେଲେ ସେକେଣ୍ଡ କୋଶ୍ଚିନ୍ ତୁମର ମନରେ ଆସୁଥିବ ପିଲାମାନେ ଯେ ଆମେ କାହା ପାଖରେ ଡକୁମେଣ୍ଟ ସବୁ ଗୁଡ଼ିକ ଯଦି ଆମେ ଡକୁମେଣ୍ଟ ଯଦି କରିଦେଲା, ଆମ ଡକୁମେଣ୍ଟ ସବୁ ଯଦି ରହିଅଛି, ତାହେଲେ ସବୁ ଡକୁମେଣ୍ଟ ଆମେ କାହା ପାଖରେ ଦେବା? ଆମେ ସବୁ ଡକୁମେଣ୍ଟ ପିଲାମାନେ ସ୍କୁଲରେ ସବମିଟ୍ କରିବା। ସ୍କୁଲରେ ଆମେ ସବୁ ସବମିଟ୍ କରିବା। ଯେତେବେଳେ ଆମେ ଆଡ଼ମିସନ୍ ସମୟରେ ଯଦି ଆମେ ଏସବୁ ଗୁଡ଼ାକ ଡକୁମେଣ୍ଟ ଗୁଡ଼ାକ ଦେଇଛେ, ତାହେଲେ ଆମେ ଏସବୁ କୌଣସି ଡକୁମେଣ୍ଟ ଆମକୁ ଆବଶ୍ୟକତା ପଡ଼ିବ ନାହିଁ। ଓରିଠି ହଉନି ପିଲାମାନେ, ଯେଉଁମାନେ ଯଦି ଆଗରୁ ଆଡ଼ମିସନ୍ ସମୟରେ ଯଦି ତୁମେମାନେ କାଷ୍ଟ ସାର୍ଟିଫିକେଟ୍, ତୁମର ଆଧାର କାର୍ଡ଼, ବ୍ୟାଙ୍କ ଆକାଉଣ୍ଟ ଦେଇଥିବ, ତାହେଲେ ତୁମକୁ କୌଣସି ପ୍ରକାର ଡକୁମେଣ୍ଟ ଦେବାକୁ ପଡ଼ିବ ନାହିଁ। ତୁମେ ଯାଇକି ସ୍କୁଲରେ ବୁଝିବ ଯେ ସାର୍ ମୋତେ ଆଉ କିଛି ଡକୁମେଣ୍ଟ ଦେବାକୁ ପଡ଼ିବ କି ନାହିଁ, ଏହା ବୁଝିଦେବ ଟିକେ। ଥାର୍ଡ଼ ନମ୍ବର କୋଶ୍ଚିନ୍ ତୁମର ମନରେ ଆସୁଥିବ ପିଲାମାନେ ଯେ ଆମେ ସିଲେକ୍ଟ ଲିଷ୍ଟ କେଉଁଠି ମିଳିବ? ପିଲାମାନେ ଡିଓ ଅଫିସରୁ ସବୁ ପ୍ରୋଭାଇଡ଼ କରାଯାଏ। ଡିଓ ଅଫିସ କ'ଣ କରନ୍ତି? ସ୍କୁଲମାନଙ୍କୁ ପ୍ରୋଭାଇଡ଼ କରନ୍ତି ଆଉ ସ୍କୁଲରୁ ସବୁ କିଛି ତୁମେ ସିଲେକ୍ସନ୍ ଲିଷ୍ଟ ଗୁଡ଼ାକ ମିଳିପାରିବ। ତୁମେ HM ସାର୍କୁ ବୁଝିପାରିବ ଏସବୁ ଗୁଡ଼ାକ ପିଲାମାନେ। ତାହେଲେ ଆମେ ଯେତେବେଳେ ସିଲେକ୍ଟ ହେଲା, ପଠାଣି ସାମନ୍ତ ଏକ୍ଜାମରେ ସିଲେକ୍ଟ ହେଲା, ତାକୁ କ'ଣ କ'ଣ ଡକୁମେଣ୍ଟ ଦରକାର? ପ୍ରଥମେ ହେଲା ଆମକୁ କ'ଣ ଦରକାର? ଆଧାର କାର୍ଡ଼ ଦରକାର। ଯେଉଁ ପିଲାମାନଙ୍କ ଆଧାର କାର୍ଡ଼ ସହିତ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଥିବା କଥା, ମୋବାଇଲ ନମ୍ବର ରେଜିଷ୍ଟର ରହିଥିବା କଥା, ତା ସହିତ ଆମେ କ'ଣ ରହିବା କଥା? କାଷ୍ଟ ସାର୍ଟିଫିକେଟ୍ ରହିବା କଥା। ତାହେଲେ ଆମେ ଯେତେବେଳେ ଆମେ ସିଲେକ୍ସନ୍ ହେଇଛୁ, ଏସବୁ ଗୁଡ଼ିକ ଆମ ପାଖରେ ରହିବା କଥା। ଆମେ ସ୍କୁଲରେ ସେଗୁଡ଼ାକ ସବମିଟ୍ କରିବା। ଯେମିତିକି ଆକାଉଣ୍ଟ ନମ୍ବର ତୁମ ଦରକାର, ଆଧାର କାର୍ଡ଼ ନମ୍ବର, କାଷ୍ଟ ସାର୍ଟିଫିକେଟ୍ ପିଲାମାନେ, ଇନକମ୍ ସାର୍ଟିଫିକେଟ୍ ପିଲାମାନେ। ଇନକମ୍ ସାର୍ଟିଫିକେଟ୍ ମେଣ୍ଡାଟୋରି ନୁହଁ, କିନ୍ତୁ ତୁମ ପାଖରେ ଯଦି କାଷ୍ଟ ସାର୍ଟିଫିକେଟ୍ ଅଛି, ଆଧାର କାର୍ଡ଼ ଅଛି, ଆକାଉଣ୍ଟ ନମ୍ବର ଥିବ, ତାହେଲେ ତୁମକୁ ନିଶ୍ଚୟ ପଇସା ମିଳିବ ପିଲାମାନଙ୍କୁ। କିଏ ବି ରୋକିପାରିବନି। ଯଦି ତୁମେ ସିଲେକ୍ଟ ହେଇଛ, ତାହେଲେ ତୁମେ ନିଶ୍ଚୟ ସେଥିରେ ଲାଭ ନେଇପାରିବ ସ୍କଲାରସିପ୍ର। ଆଉ ଥରେ କହିଦେଉଛି ପିଲାମାନେ, ଯଦି ତୁମ ପାଖରେ ଯଦି ଆଧାର କାର୍ଡ଼ ଅଛି, ତୁମର ଆକାଉଣ୍ଟ ଅଛି, ଆକାଉଣ୍ଟ ସହିତ ପିଲାମାନେ ଡିବିଟି ମୋଡ୍ ରହିବା କଥା, ତୁମର ଆଧାର କାର୍ଡ଼ ସହିତ ଆକାଉଣ୍ଟ ଲିଙ୍କ ଥିବା କଥା, ତା ସହିତ ତୁମ ପାଖରେ ଆଧାର କାର୍ଡ଼, କାଷ୍ଟ ସାର୍ଟିଫିକେଟ୍, ଆକାଉଣ୍ଟ ନମ୍ବର ଆଉ ଆକାଉଣ୍ଟ ନମ୍ବର ସହିତ ପିଲାମାନେ ମୋବାଇଲ ନମ୍ବର, ଆଧାର କାର୍ଡ଼ ଲିଙ୍କ ଥିବା କଥା, ତାହେଲେ ତୁମେ ଏହି ପ୍ରକାର ବେନିଫିଟ୍ ପାଇପାରିବ। ଆଉ ଗୋଟେ କଥା କହିବାକୁ ଚାହେଁ ପିଲାମାନେ, ତୁମେମାନେ ସିଲେକ୍ଟ ଯେତେବେଳେ ହେଇସାରିଛ, ତାହେଲେ କେତେଟା ଡିଷ୍ଟ୍ରିକ୍ଟରେ ସିଲେକ୍ସନ୍ ଲିଷ୍ଟଟା ଆସିଯାଇଛି ଆଉ କେତେଟା ଡିଷ୍ଟ୍ରିକ୍ଟରେ ସିଲେକ୍ସନ୍ ଲିଷ୍ଟଟା ଆସିନାହିଁ। ପିଲାମାନେ ଅପେକ୍ଷା କର, ତୁମର ନିଶ୍ଚୟ ସବୁବେଳେ ଆସିଯିବ, ଯଥାଶୀଘ୍ର ଆସିଯିବ। ସବୁବେଳେ ତୁମେ ୱେଟ୍ କର। ଆଉ ଏହି ଚ୍ୟାନେଲରେ ପିଲାମାନେ ସବୁ କିଛି ପଢ଼ା ହେଉଛି ପିଲାମାନେ, ଯାଇକି ଦେଖ ପିଲାମାନେ। ଦେଖା ପିଲାମାନେ ନେକ୍ସଟ ଭିଡ଼ିଓରେ। ଥ୍ୟାଙ୍କ ୟୁ ପିଲାମାନେ।